प्रेज लॉर्ड प्रिय महाप्रभुଙ୍କ ଲୋକମାନେ ଭାଇ ଓ ଭଉଣୀମାନେ ଆଜି ସବୁ ସକାଳର ସଦା ପ୍ରଭୁଙ୍କର ଉତ୍ତମ ବାକ୍ୟ ଆମ ନିକଟରେ ଉପସ୍ଥିତ ହେଉଛି। ଚାଲନ୍ତୁ ସେଇ ବାକ୍ୟ ସଦା ପ୍ରଭୁ ଆମ ସାଥିରେ କ'ଣ କଥା ହେଉଛନ୍ତି ଆମେ ସେଇ ବିଷୟରେ ଆମେ ଜାଣିବା। ଚାଲନ୍ତୁ ପ୍ରିୟ महाप्रभୁଙ୍କ ଲୋକମାନେ ଆମେ ବାକ୍ୟ ନିକଟକୁ ଆମେ ଯିବା। ଗାଲାତୀୟ ପୁସ୍ତକ 5 ଅଧ୍ୟାୟ 1 ପଦ ପଢ଼ିବା। ଗାଲାତୀୟ ପୁସ୍ତକ 5 ଅଧ୍ୟାୟ 1 ପଦ। ବାଇବଲ ଆଣିତ ପ୍ରତ୍ୟେକ ଲୋକମାନେ ବାଇବଲ ଖୋଲନ୍ତୁ, ପୁସ୍ତକରେ ପ୍ରତ୍ୟେକର ବାକ୍ୟ ଲେଖନ୍ତୁ। ପ୍ରିୟ महाप्रभुଙ୍କ ଲୋକମାନେ ଅନ୍ୟ ବ୍ୟକ୍ତି କହିବା ପାଇଁ ଆପଣଙ୍କୁ ସଦାପ୍ରଭୁ ପରମେଶ୍ୱର ସାହାଯ୍ୟ କରିବେ। ହାଲେଲୁୟା। ଗାଲାତୀୟ पुस्तक 5 अध्याय 1 पद पढ़ुछि, शुणु। स्वाधीनता निमंते ख्रीष्ट आम्भ मानकु मुक्त करि अछंती, औ तो एबे स्थिर होई रुह एवं दासत्व ज्वाली रे आउ थरे जचा न जाओ। प्रेम प्रेमना प्रभुଙ୍କ ଲୋକମାନେ स्वाधीनता निमंते ख्रीष्ट आम्भ मानकु मुक्त करिछंती। प्रेमना प्रभुଙ୍କ ଲୋକମାନେ स्वाधीनता निमंते आम मानकु आपण मानकु मुक्त करिसेंती। भाई भौणी माने आम माने प्रथमे पापर दास थिला समय मरे, संसार दास थिला समय मरे, भूमि रे आमे दास रूप थिला समय मरे, शत्रु को हाथ रे दास होइकी रहिथिबा समय मरे सदा प्रभु परमेश्वर आम्भ मानकु मुक्त करिछंती। आम्भ मानकु तांको ठारू आमकु दूर करिछंती। आम्भ मानकु तांकरी पाखरे आमकु दूर करि आनिछंती। भाई भौणी माने प्रिय प्रभुଙ୍କ ଲୋକମାନେ सदा प्रभु परमेश्वर मानव रूप रे ये ब्रह्मांड को रक्षा करिछंती, ये संसार को रक्षा करिछंती। जो समय आमे माने पाप करूथुलु, जो समय आमे शत्रु को हाथ रे अधीन रे थिलु, सही समय आम मानकु कालवरी क्रूसरे आम्भ निमंते ताके प्राण त्याग करिछंती, रक्त छेदन करिछंती। आम्भ मानु ताको रक्त से पवित्र रक्त द्वारा आम मानकु रक्षा करिछंती। प्रिय प्रभुଙ୍କ ଲୋକମାନେ तेणुक प्रभु ये कहउछंती स्वाधीनता निमंते ख्रीष्ट आम्भ मानकु मुक्त करिछंती। प्रिय प्रभुଙ୍କ ଲୋକମାନେ स्वाधीनता अर्थ होची प्रभु को आम मुक्ति कला परे आमे प्रभु को निकट रे विश्वास रहिबा। अनेक लोक माने बाप्तिस्म नै छंती, तांकर रक्त द्वारा धोई हेचंती, तांके माने पूर्वरु प्रभु को रक्त द्वारा पापर मुक्त पाइछंती, हेले मध्य तांके पाप निमंते पाप करुछंती। चालंतु प्रिय प्रभुଙ୍କ ଲୋକମାନେ जोहन सुसमाचार 8 अध्याय 32 पद पढ़िबा। जोहन सुसमाचार 8 अध्याय 26 पद। देखंतु सॉरी जोहन सुसमाचार 8 अध्याय 32 पद। पुणी तुम माने सत्य ज्ञात हेबो ओ सेई सत्य तुम मानकु मुक्ति करिवो। प्रिय प्रभुଙ୍କ ଲୋକମାନେ जो माने प्रभु को विश्वास भरोसा करुछंती से माने मुक्ति पाउछंती। जो माने प्रभुଙ୍କର वाक्य होची सत्य
ଯେଉଁମାନେ ପ୍ରଭୁଙ୍କର ଭରସା କରୁଛନ୍ତି, ତାଙ୍କ ସତ୍ୟ ବାକ୍ୟକୁ ଯେଉଁମାନେ ଭରସା ବିଶ୍ୱାସ କରୁଛନ୍ତି, ସେଇ ବ୍ୟକ୍ତିଙ୍କୁ ମୁକ୍ତି କରିବେ। ପ୍ରିୟମାନେ ପ୍ରଭୁଙ୍କ ଲୋକମାନେ, ଆମେ ମୁକ୍ତି ପାଇବାକୁ କାରଣ ଏହିକି ଯେ ଆମେ ମୁକ୍ତି କିପରି ପାଇପାରିବା? ଯେଉଁ ବ୍ୟକ୍ତି ପାପକୁ ପ୍ରଭୁଙ୍କ ସନ୍ନିଧିରେ ସ୍ୱୀକାର କରିକି, ଯେଉଁମାନେ ପାପ ତାଙ୍କମାନ ପ୍ରଭୁଙ୍କ ନିକଟରେ ପ୍ରଭୁଙ୍କ ଉପରେ ଛାଡ଼ୁଛନ୍ତି ବା କହୁଛନ୍ତି, ସେଇ ବ୍ୟକ୍ତି ମୁକ୍ତି ପାଉଛନ୍ତି। ପ୍ରିୟମାନେ ପ୍ରଭୁଙ୍କ ଲୋକମାନେ, ମୁକ୍ତି ପାଇବାକୁ ହେଲେ ଆମେ ପ୍ରଭୁଙ୍କ ଉପରେ ଶ୍ରଦ୍ଧା, ପରମେଶ୍ୱରଙ୍କ ଉପରେ ବିଶ୍ୱାସ ଆଉ ତାଙ୍କର ବାକ୍ୟ ସତ୍ୟ ଆମେ ଜାଣିବାକୁ ପଡ଼ିବ। ଆମମାନଙ୍କର ପାପ ପ୍ରଭୁଙ୍କ ସନ୍ନିଧିରେ ସ୍ୱୀକାର କରିବାକୁ ପଡ଼ିବ, ଛାଡ଼ିବାକୁ ପଡ଼ିବ। ଯେଉଁ ବ୍ୟକ୍ତି ଛାଡ଼ୁଛନ୍ତି ସେମାନଙ୍କୁ ସଦାବେଳେ ପରମେଶ୍ୱର ମୁକ୍ତି କରୁଛନ୍ତି। ହାଲେଲୁୟା। ପ୍ରିୟମାନେ ପ୍ରଭୁଙ୍କ ଲୋକମାନେ, ଭାଇ ଓ ଭଉଣୀମାନେ, ଚାଲନ୍ତୁ ରୋମୀୟ ପୁସ୍ତକ 6 ଅଧ୍ୟାୟ 14 ପଦ ପଢ଼ିବା। ରୋମୀୟ ପୁସ୍ତକ 6 ଅଧ୍ୟାୟ 14 ପଦ ପଢ଼ୁଛି, ଶୁଣନ୍ତୁ। କାରଣ ପାପ ତୁମମାନଙ୍କ ଉପରେ କର୍ତ୍ତୃତ୍ୱ କରିବ ନାହିଁ, ଯେଣୁ ତୁମେମାନେ ବ୍ୟବସ୍ଥା ଅଧୀନ ନୁହେଁ, ମାତ୍ର ଅନୁଗ୍ରହ ଅଧୀନ ଅଟ। ପ୍ରିୟମାନେ ପ୍ରଭୁଙ୍କ ଲୋକମାନେ, ଏ ପାପ ତୁମମାନଙ୍କ ଉପରେ କର୍ତ୍ତୃତ୍ୱ ନ କରିବାକୁ ହେଲେ ପ୍ରଭୁଙ୍କ ବାକ୍ୟ, ତୁମେ ସତ୍ୟ ବାକ୍ୟକୁ ଗ୍ରହଣ କରିବାକୁ ପଡ଼ିବ। ପ୍ରଭୁଙ୍କ ଉପରେ ତୁମେ ଭରସା ବିଶ୍ୱାସ କରିବାକୁ ପଡ଼ିବ। ପ୍ରିୟମାନେ ପ୍ରଭୁଙ୍କ ଲୋକମାନେ, ଆଜି ଅନେକ ଲୋକମାନେ ପ୍ରଭୁଙ୍କର ବାକ୍ୟ ଶୁଣୁଛନ୍ତି, ପ୍ରଭୁଙ୍କର ବାକ୍ୟ ହୃଦୟରେ ରଖୁନାହାନ୍ତି, ପ୍ରଭୁଙ୍କର ବାକ୍ୟ ସେମାନଙ୍କ ଜୀବନରେ ନାହିଁ। ତେଣୁକରି ପ୍ରିୟମାନେ ପ୍ରଭୁଙ୍କର ସଦା ପରମେଶ୍ୱର ଆଜି ସକାଳ ସମୟରେ ତମ କଥା ହେଉଛନ୍ତି। ଭାଇ ଓ ଭଉଣୀମାନେ, ପ୍ରଭୁଙ୍କର ବାକ୍ୟ ଯେଉଁମାନେ ହୃଦୟରେ ରଖୁଛନ୍ତି, ପ୍ରଭୁଙ୍କୁ ଯେଉଁମାନେ ବିଶ୍ୱାସ କରୁଛନ୍ତି, ଯେଉଁମାନେ ସତ୍ୟକୁ ବିଶ୍ୱାସ କରୁଛନ୍ତି, ପଥରେ ଚାଲୁଛନ୍ତି, ସେମାନଙ୍କୁ କେଉଁ ପାପ ମଧ୍ୟ କର୍ତ୍ତୃତ୍ୱ କରିପାରିବ ନାହିଁ ବା ପାପ ତାଙ୍କ ପାଖକୁ ଆସିପାରିବ ନାହିଁ। ପ୍ରିୟମାନେ ପ୍ରଭୁଙ୍କ ଲୋକମାନେ, ଯେଣୁ ତୁମେମାନେ ବ୍ୟବସ୍ଥା ଅଧୀନ ନୁହେଁ, ମାତ୍ର ଅନୁଗ୍ରହ ଅଧୀନ ଅଟେ। ପ୍ରିୟମାନେ ପ୍ରଭୁଙ୍କ ଲୋକମାନେ, ସଦାପ୍ରଭୁ ତୁମମାନଙ୍କୁ ତାଙ୍କ ରକ୍ତ ଦ୍ୱାରା ତୁମମାନଙ୍କୁ ପାପରୁ ମୁକ୍ତି କରିଛନ୍ତି। ତାଙ୍କର କୃପା ଅନୁଗ୍ରହ ଦେହ ତୁମ ପାଖରେ ଥିଲା ସମୟରେ ପ୍ରଭୁ ତୁମମାନଙ୍କୁ ଜୀବନରେ ପାପରୁ ମୁକ୍ତି କରିଛନ୍ତି। ଭାଇ ଓ ଭଉଣୀମାନେ, ସଦାପ୍ରଭୁ ପରମେଶ୍ୱରରେ କହୁଛନ୍ତି, କାରଣ ପାପ ତୁମମାନଙ୍କ ଉପରେ ଆସିପାରିବ ନାହିଁ ବା କର୍ତ୍ତୃତ୍ୱ କରିପାରିବ ନାହିଁ। କ'ଣ ପାଇଁ କର୍ତ୍ତୃତ୍ୱ କରିପାରିବ ନାହିଁ ବୋଲେ, ପ୍ରିୟମାନେ ପ୍ରଭୁଙ୍କ ଲୋକମାନେ, ପ୍ରଭୁଙ୍କୁ ଯେଉଁ ବ୍ୟକ୍ତି ବିଶ୍ୱାସ କରୁଛନ୍ତି, ପ୍ରଭୁଙ୍କୁ ଯେଉଁମାନେ ପ୍ରାର୍ଥନା କରୁଛନ୍ତି, ପ୍ରଭୁଙ୍କର ବାକ୍ୟ ପ୍ରତିଦିନ ନିରନ୍ତର ପ୍ରାର୍ଥନା କରୁଛନ୍ତି, ବାକ୍ୟ ପଢ଼ୁଛନ୍ତି, ସେଇମାନଙ୍କ ଜୀବନରେ କେଉଁ ପାପ ମଧ୍ୟ ଆସି କର୍ତ୍ତୃତ୍ୱ କରିପାରିବ ନାହିଁ। ଯେଉଁ ସମୟରେ ପ୍ରଭୁଙ୍କର ବାକ୍ୟ ପଢ଼ୁନ, ଯେଉଁ ସମୟରେ ତୁମେ ନିରନ୍ତର ପ୍ରାର୍ଥନା ନ କରିବା ସମୟରେ ତୁମ ନିକଟକୁ ଉପସ୍ଥିତ ହେଉଛି ପାପ। ପ୍ରିୟମାନେ ପ୍ରଭୁଙ୍କ ଲୋକମାନେ, ଜାଗ୍ରତ ପ୍ରଭୁଙ୍କର ବାକ୍ୟ ପ୍ରତ୍ୟେକ ଦିନ ନିରନ୍ତର ପଢ଼, ପ୍ରଭୁଙ୍କୁ ନିରନ୍ତର ପ୍ରାର୍ଥନା କର। ପ୍ରଭୁ ମୋତେ ପାପରୁ ମୋତେ ଜୟ ଦିଅ, ପାପରୁ ମୁଁ କେମିତି ବିଜୟ ପାଇବି, ସଂସାରରୁ କିପରି ବିଜୟ ପାଇବି, ଲୋକମାନଙ୍କ ଠାରୁ କିପରି ବିଜୟ ପାଇବି, ପ୍ରାର୍ଥନା କର। ଭାଇ ଭଉଣୀମାନେ, ମୋ ପ୍ରଭୁ ତୁମମାନଙ୍କୁ ପ୍ରତ୍ୟେକ ବିଷୟରେ ବିଜୟ ଆଉ ଜୟ ଦେଉଛନ୍ତି। ହାଲେଲୁୟା। ମୁଁ ଶେଷ କରୁଛି ପ୍ରିୟମାନେ ପ୍ରଭୁଙ୍କ ଲୋକମାନେ, ଏ ଗଲାତୀୟ ପୁସ୍ତକ 5 ଅଧ୍ୟାୟ 18 ପଦ ପଢ଼ିବା।
ପ୍ରିୟମୟ ପ୍ରଭୁଙ୍କ ଲୋକମାନେ ଆମମାନଙ୍କ ଜୀବନରେ ପ୍ରଭୁଙ୍କୁ ଆମେ ରକ୍ତରେ ଧୋଇଛୁ। ପ୍ରଭୁଙ୍କର ରକ୍ତରେ ତୁମେ ସଫା ହେଇଛ। ତୋର ପାପର ମୁକ୍ତି କରିଛନ୍ତି, ସଂସାରର ମୁକ୍ତି କରିଛନ୍ତି, ଲୋକମାନଙ୍କର ମୁକ୍ତି କରିଛନ୍ତି। ଭାଇ ଭଉଣୀମାନେ ତୁମେ ପ୍ରଭୁଙ୍କର ବାକ୍ୟ ପାଳନ କରିବାକୁ ଚେଷ୍ଟା କରନ୍ତୁ। ପ୍ରଭୁଙ୍କ ଉପରେ ଭରସା ବିଶ୍ୱାସ ରଖିବାକୁ ଚେଷ୍ଟା କରନ୍ତୁ। ମୋ ପ୍ରଭୁ ସଦାପ୍ରଭୁ ପରମେଶ୍ୱର ତୁମମାନଙ୍କୁ କେଉଁ ପାପ ତୁମ ଅଧୀନକୁ ନ ଆସିବା ପାଇଁ ବା କୃତ୍ୟ ନ କରିବା ପାଇଁ ମୋ ପ୍ରଭୁ ତୁମମାନଙ୍କୁ କୃପା ଅନୁଗ୍ରହ ଦେଉଛନ୍ତି, ସାହାଯ୍ୟ କରିବେ। ନିରନ୍ତର ପ୍ରାର୍ଥନା କରନ୍ତୁ, ନିରନ୍ତର ବାକ୍ୟ ପଢ଼ନ୍ତୁ, ପ୍ରଭୁଙ୍କୁ ସ୍ତୁତିଗାନ କର। ବସିଲା ସମୟରେ, ଖାଇବା ସମୟରେ, କାମ କରିବା ସମୟରେ ପ୍ରଭୁଙ୍କୁ ତୁମେ ସ୍ତୁତିଗାନ କର। ପ୍ରିୟମନା ପ୍ରଭୁଙ୍କ ଲୋକମାନେ ପ୍ରଭୁ ତୁମମାନଙ୍କ ପାଖକୁ ତୁମକୁ ସାହାଯ୍ୟ କରିବେ। ଛୋଟ ବାକ୍ୟ ତୁମମାନଙ୍କର ହୃଦୟରେ ସଫଳ ରହୁ। ଏ ବାକ୍ୟ ଅନୁସାରେ ଜୀବନଯାପନ କରିବାକୁ ମୋ ପ୍ରଭୁ କୃପା ଅନୁଗ୍ରହ ଦିଅନ୍ତୁ। ତୁମ ନିକଟକୁ କେଉଁ ପାପ ନ ଆସି କୃତିତ ନ କରୁ। ସଦାପ୍ରଭୁ ପରମେଶ୍ୱର ତାଙ୍କର ଆଶୀର୍ବାଦ ମଙ୍ଗଳ ତୁମ ପାଖରେ ରହୁ। ଆମେନ୍। ପ୍ରେଜ୍ ଦି ଲର୍ଡ।